नमस्कार ମୁଁ ସ୍ୱାଗତ କରୁଛି ନ୍ୟୁଜ ରୁମ୍ କୁ। ମୋ ସହିତ ଅଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସାର୍ ଯୋଉ ଅ, ଖବର ଆପଣ ଦେଖୁଥିବେ ମଧ୍ୟ ଗଣମାଧ୍ୟମରେ ଯାହା ଆସି ପହଞ୍ଚୁଛି ଯେ କଂଗ୍ରେସ ଯୋଉ ଅନାସ୍ଥା ପ୍ରସ୍ତାବ କଥା କହୁଥିଲା ମହିଳା ସୁରକ୍ଷା କୁ ପ୍ରସଙ୍ଗ କରି ଦୀର୍ଘ ଦିନ ଧରି କଂଗ୍ରେସର ଇଏ ଯୋଉ ଆଭିମୁଖ୍ୟ ରହିଥିଲା ଯେ ଅନାସ୍ଥା ପ୍ରସ୍ତାବ ବିଧାନସଭାରେ ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ସରକାର ବିପକ୍ଷରେ ଆଣିବା ପାଇଁ ଆଜି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି। ଆକୁ ଆପଣ କୋଉଭଳି ଭାବେ ଦେଖୁଛନ୍ତି? ଦେଖନ୍ତୁ, କଂଗ୍ରେସ ଭଲ କରି ଜାଣିଛି ତାଙ୍କ ପାଖରେ ସଂଖ୍ୟାର ଅଭାବ ଅଛି। ଅର୍ଥାତ୍ ତାଙ୍କର ମାତ୍ର 14 ଜଣ ଅଛନ୍ତି ବିଧାନସଭାରେ ଏବଂ ସେମାନେ ଆଉ ଜଣେ ବାମପନ୍ଥୀ ବିଧାୟକଙ୍କର ବାମ ଦଳର ବିଧାୟକଙ୍କର ସହଯୋଗ ମଧ୍ୟ ନେଇଛନ୍ତି ଏବଂ ଦେଖିବାକୁ ଗଲେ 1/10 ନିୟମ ଅନୁସାରେ ଯାହା ଶାସକ ଦଳ ପକ୍ଷରୁ କୁହାଯାଉଛି ଯେ 1/10 ସଂଖ୍ୟା ଗରିଷ୍ଠତା ନଥିଲେ ତାହେଲେ ଅନ୍ତତଃ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ଭବପର ହେବ ନାହିଁ। ଏହି ପରିସ୍ଥିତିରେ କଂଗ୍ରେସ ଭଲ କରି ଜାଣିଛି ତାଙ୍କ ପାଖରେ ସଂଖ୍ୟା ନାହିଁ। ମୁଁ ସେଇଥିଲାଗି କହିଲି ତାହେଲେ କାହିଁକି ସେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ? ଆଜ୍ଞା, କୌଣସି ଘଟଣାରୁ ଯଦି କିଛି ରାଜନୈତିକ ଫାଇଦା ମିଳିଗଲା ତାହେଲେ ରାଜନୈତିକ ଦଳ ମାନେ ଅନେକ ସମୟରେ ସେଇ ଘଟଣା ପଛରେ ଗୋଡେଇଥାନ୍ତି। ଅର୍ଥାତ୍ ମହିଳା ମହିଳା ସୁରକ୍ଷା ପ୍ରସଙ୍ଗରେ ତ ଆଣିଛନ୍ତି ସେମାନେ ଅନାସ୍ଥା ପ୍ରସ୍ତାବ ସରକାରଙ୍କ ବିରୁଦ୍ଧରେ ବିଧାନସଭାରେ। ଆଜ୍ଞା କିନ୍ତୁ କଥା ହଉଛି କଣ କି ମହିଳା ସୁରକ୍ଷା କଣ ଅନାସ୍ଥା ପ୍ରସ୍ତାବରେ ହେଲେ ସମାଧାନ ହେଇଯିବ? ମହିଳାଙ୍କ ସୁରକ୍ଷା ଗୋଟେ ବିରାଟ ପ୍ରସଙ୍ଗ, ଛୋଟିଆ ପ୍ରସଙ୍ଗ ବି ନୁହେଁ। ଆପଣ ପ୍ରତିଦିନ ଦେଖୁଥିବେ କିଛି ନା କିଛି ଘଟଣା ମହିଳାଙ୍କୁ କେନ୍ଦ୍ର କରିକିରି ଘଟୁଛି। କୋଉଠି କିଏ କାହାକୁ ମର୍ଡର କରିଦେଲେଣି, କୋଉଠି ଯୌତୁକ ପାଇଁ ହଇରାଣ କଲେଣି, କୋଉଠି ପ୍ରେମ କରିବା ବାହାନାରେ ବାହା ହେବା ଆଳରେ ମହିଳାଙ୍କୁ ଶୋଷଣ କଲେଣି। ଅନେକ ପ୍ରକାର ଭାବରେ ମହିଳା ମାନଙ୍କର ଶୋଷଣ କରାହଉଛି ବା ମହିଳା ମାନଙ୍କୁ ହତାଦର କରାହଉଛି କହିବାକୁ ଗଲେ। ତେଣୁ ମହିଳାଙ୍କ ପ୍ରତି ଏଇ ଯୋଉ ଅନ୍ୟାୟ ହଉଛି ସେଟାକୁ କଣ ଆନ୍ଦୋଳନ ବା ବିଧାନସଭାରେ ଆଣିଲେ ଅନାସ୍ଥା ପ୍ରସ୍ତାବ ସରକାରଙ୍କ ବିରୁଦ୍ଧରେ ସମାଧାନ ହେଇଯିବ? ଯଦି ଆପଣ ପ୍ରକୃତିରେ ସିରିୟସ ସମସ୍ୟାର ସମାଧାନ ପାଇଁ ତାହେଲେ ଆପଣ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା କଥା ଯେ ଆଲୋଚନା କରିବା ପାଇଁ। ସରକାର ଯଦି ଆଲୋଚନାରୁ ଓହରି ଯାଉଥିବେ ତାହେଲେ ଆପଣ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିପାରନ୍ତି। କିନ୍ତୁ ଆପଣ ମୂଳରୁ ଦେଖନ୍ତୁ କଂଗ୍ରେସ ଦଳକୁ ଯେବେଠାରୁ ଏ ଘଟଣା ଆଗରୁ ସେମାନେ ଓଡିଶା ବନ୍ଦ କରିଥିଲେ। ଆଜ୍ଞା ଠିକ ଅଛି, ସେତେବେଳେ ସମସ୍ତେ କହିଲେ ଏ ପ୍ରକାର ଘଟଣା ଗୋଟେ ଜନମତ ସୃଷ୍ଟି କରିବା ପାଇଁ ସେମାନେ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ସେଥିରେ ସେମାନେ କହିବାକୁ ଗଲେ ସଫଳ ହେଲେ ଆଜ୍ଞା ଏବଂ କିନ୍ତୁ ସେତିକିରେ ଯଦି ଆପଣ ଭାବୁଥାନ୍ତି ଯେ ବନ୍ଦ କରିଦବା ଫଳରେ ସମସ୍ୟାର ସମାଧାନ ହେଇଯିବ ତାହେଲେ ଆପଣଙ୍କର ଗୋଟେ ଭୁଲ ଧାରଣା। ସେତେବେଳେ ମଧ୍ୟ ସେ ଘୋଷଣା କରିଥିଲେ ଯେ ଆମେ ବିଧାନସଭା ଅଧିବେଶନ ଯେତେବେଳେ ଆରମ୍ଭ ହବ ଅନାସ୍ଥା ପ୍ରସ୍ତାବ ଆଣିବୁ। ଆଜ୍ଞା ସମସ୍ତେ ଜାଣିଛନ୍ତି ଯେ ସେ ସେଥିରୁ କିଛି ଲାଭ ପାଇବେ ନାହିଁ। ଆଜ୍ଞା ଅନାସ୍ଥା ପ୍ରସ୍ତାବ ଆଗେ ଗୃହୀତ ହବ କି ନାହିଁ ସେ ବି ସନ୍ଦେହ, ଯେହେତୁ ତାଙ୍କର ସଂଖ୍ୟା ନାହିଁ। ଏବଂ ଯଦିବା ଅନାସ୍ଥା ପ୍ରସ୍ତାବ ଗୃହୀତ ହେଇକିରି ତା ଉପରେ ଆଲୋଚନା ହୋଇ ଭୋଟ ହୁଏ ସେଥିରେ ମଧ୍ୟ ସେ ପରାସ୍ତ ହେବେ। ବିଜେଡି ସହଯୋଗ କଲେ ମଧ୍ୟ ସେଥିରେ ସେମାନେ ମଧ୍ୟ ଆପଣଙ୍କୁ ଲାଗୁଛି ଯେ ବିଜୁ ଜନତା ଦଳ ଏଥିରେ ସାହାଯ୍ୟ କରିବ ଏବଂ ବିଜୁ ଜନତା ଦଳ ଯେହେତୁ ନବୀନ ବାବୁ ନାହାନ୍ତି, ପ୍ରତାପ ଦେବ ମଧ୍ୟ ସେଠି ଥିଲେ, ଶାରଦା ନାୟକ ମଧ୍ୟ ଥିଲେ ଯେତେବେଳେ ରାମଚନ୍ଦ୍ର କାଡାମ ଏବଂ ଆପଣଙ୍କର କଂଗ୍ରେସର ନେତା ମାନେ ଯାଇଥିଲେ, ତାରା ପ୍ରସାଦ ବାହିନୀପତି ମଧ୍ୟ ଯାଇଥିଲେ। ଆପଣଙ୍କୁ ଲାଗୁଛି ଯେ ଏଭଳି ସ୍ଥିତିରେ ବିଜୁ ଜନତା ଦଳ କଂଗ୍ରେସର ସାଥ ଦବ? ଆଉ ଯଦି ଏଭଳି ସ୍ଥିତିରେ ବିଜୁ ଜନତା ଦଳ କଂଗ୍ରେସର ସାଥ ନ ଦିଏ ତାହେଲେ ଏକଥା ମଧ୍ୟ ସ୍ପଷ୍ଟ ହୋଇଯିବ ଯେ ବିଜେପି ଏବଂ ବିଜେଡି ଇଏ ପରସ୍ପର ଭିତରେ ଯୋଉ ମଧୁର ସମ୍ପର୍କ ରହିଛି ଏବଂ ବିଜେପି ପ୍ରତି ଟିକେ ବା ବିଜେପି ପ୍ରତି ଯୋଉ ଆମେ କହିପାରିବା ଯୋଉ ଯାହାକୁ ନେଇ ନା, ଚର୍ଚ୍ଚା ଆପଣ ଯାହା କହୁଛନ୍ତି ବିଜେଡି କଂଗ୍ରେସ କୁ ଏଇ କଥାରେ ସହଯୋଗ କରିବ କି ନାହିଁ, ମତେ ଲାଗୁଛି ବିଜେଡି କେବେ ସହଯୋଗ କରିବ ନାହିଁ। କାହିଁକି ନା ଏମାନେ ଯାଇଛନ୍ତି ବିଜେଡି ନେତାଙ୍କୁ ଭେଟିଛନ୍ତି ଏବଂ ତାଙ୍କର ସହଯୋଗ ଲୋଡିଛନ୍ତି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ବିଜେଡି ମତେ ଲାଗୁନି କଂଗ୍ରେସ କୁ ଏଥିରେ ସହଯୋଗ କରିବ। ମୁଁ ଭାବୁଛି ସେ କରିବ ନାହିଁ ବୋଲିକିରି। ତାର କାରଣ ହଉଛି ବିଜେଡି ହଉଛି ମୁଖ୍ୟ ବିରୋଧୀ ଦଳ। ଆଜ୍ଞା ଇଏ ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗ। ମହିଳା ସୁରକ୍ଷା ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗ। ଯଦି ଏଇଖିଣା ଇଏ ବିଜେଡି ପ୍ରସ୍ତାବ କଂଗ୍ରେସ, ଶୁଣନ୍ତୁ ମୋ କଥା ଆଜ୍ଞା ଶୁଣନ୍ତୁ, ଆଜ୍ଞା ଯଦି କଂଗ୍ରେସ କୁ ଏଇଖିଣା ବିଜେଡି ସମର୍ଥନ ଦଉଛି ଏବଂ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଇକିରି ଆଲୋଚନା ଆରମ୍ଭ ହଉଛି, ସମସ୍ତେ ପ୍ରଥମେ ବିଜେଡି କି ପ୍ରଶ୍ନ ଆଗେ କରିବେ
ଯେ ଆପଣ ଗୋଟେ ଏଡେ ବଡ ରାଜନୈତିକ ଦଳ 24 ବର୍ଷ ଆପଣ ଶାସନରେ ଥିଲେ, ଆଜ୍ଞା ଏତେ ବଡ ଘଟଣା ଉପରେ ଯଦି ଓଡିଶାରେ ଆନ୍ଦୋଳନ ହେଲା ଆପଣ ପଛେଇକିରି ରହିଲେ। ଆପଣ ତ ପ୍ରଥମେ ଆନ୍ଦୋଳନ ଆରମ୍ଭ କରିନଥିଲେ, ଓଡିଶା ବନ୍ଦ ହଉ କି ଅନ୍ୟ ଆନ୍ଦୋଳନ ହଉ, ବିଜେଡି ପଛେଇକିରି ରହିଥିଲା। କଂଗ୍ରେସ କଲାରୁ ତାପରେ ବିଜେଡି ଯାଇକିରି ସେଥିରେ କୋଉଠି କଣ ତାଙ୍କର ସେପାରେଟଲି ସେ କଲେ। ବିଜେଡି କି ଆହୁରି ମଧ୍ୟ ପ୍ରଶ୍ନ କରିବେ ଯେ ବିଧାନସଭାରେ ମଧ୍ୟ ଆପଣ ଯଦି ଆଣିଥାନ୍ତେ ଅନାସ୍ଥା ପ୍ରସ୍ତାବ, ଆପଣଙ୍କର ତ 51 ଜଣ ସଦସ୍ୟ ଅଛନ୍ତି, ସଂଖ୍ୟା ନେଇ ଆପଣଙ୍କର ତ କିଛି ଅସୁବିଧା ନାହିଁ, ଆପଣ ଆଣିଲେ ନାହିଁ। ତାମାନେ ଆପଣ କୌଣସି ନା କୌଣସି କ୍ଷେତ୍ରରେ ବିଜେଡି ବଦନାମ ହବ, ଅନ୍ୟମାନେ ପ୍ରଶ୍ନ କରିବେ ଇଏ ଯେ ତ ଆପଣ କଂଗ୍ରେସ ମହିଳାଙ୍କର ଅସୁବିଧା ପ୍ରତି ଆପଣ ସମ୍ବେଦନଶୀଳ ନୁହନ୍ତି। ଆପଣଙ୍କୁ ଦ୍ଵିତୀୟ ଲାଗୁନି କାରଣ, କଂଗ୍ରେସର ଯୋଉ ଅନାସ୍ଥା ପ୍ରସ୍ତାବ ରହିଛି ଏହା ଯେତିକି ସରକାରୀ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ନୁହଁ, ତାଠୁ ଅଧିକ ବିଜୁ ଜନତା ଦଳ ପାଇଁ ଏହା ଘାତକ ହବ। କାରଣ ଏଇ କିଛି ଦିନ ତଳେ ଆମେ ୱାକଫ ସଂଶୋଧନ ବିଲରେ ସ୍ଥିତିକୁ ଦେଖିଥିଲେ ଏବଂ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳର ଏଇଭଳି ମତକୁ ନେଇ ଯୋଉ ସମଦୂରତ୍ୱର ମତକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଇଥିଲା। ଏବେ ନାଇଁ ଏଥିରେ ବିଜେଡିର କିଛି ମୁଣ୍ଡ ବଥା ହବନି। ଯଦି ସେମାନେ ସମର୍ଥନ ଦିଅନ୍ତି ତାହେଲେ ମୁଣ୍ଡ ବଥା ହବ, ହଁ ସମାଲୋଚନାର ଶିକାର ହେବେ। ଯଦି ସେମାନେ ସମର୍ଥନ ନ ଦିଅନ୍ତି ଆହୁରି ତାହେଲେ ମଧ୍ୟ କଂଗ୍ରେସ ମଧ୍ୟ ଯାଇ ଚାରିଆଡେ ପ୍ରଚାର କରି କହିବ ଯେ ଆମେ ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଅନାସ୍ଥା ପ୍ରସ୍ତାବ ଆଣିଲୁ, ବିଜେଡି ମୁଖ୍ୟ ବିରୋଧୀ ଦଳ ହେଇକିରି ଆମକୁ ସମର୍ଥନ କଲାନି, କାହିଁକି ନା ବିଜେଡି ବେଳେ ଏତେ ପ୍ରକାର ସବୁ ଏଇ ସବୁ ଘଟଣା ହେଇଥିଲା, ତେଣୁ ବିଜେଡି ସେଥିରେ ହାତ ମାରିବାକୁ ନାହିଁ, ଏ ପ୍ରସଙ୍ଗକୁ ଛୁଇଁବାକୁ ତାଙ୍କର ଇଚ୍ଛା ନାହିଁ। ଏବଂ ଏକଥା ମଧ୍ୟ ସେ ଅଭିଯୋଗ କରିବେ, ଆମେ ସବୁବେଳେ ଅଭିଯୋଗ କରି ଆସୁଥିଲୁ କଂଗ୍ରେସ ବିଜେଡି ସହିତ ବିଜେପିର ଭିତିରିଆ ସମ୍ପର୍କ ଅଛି, ବର୍ତ୍ତମାନ ଏଥିରୁ ମଧ୍ୟ ପ୍ରମାଣିତ ହଉଛି। ବିଜେଡି ବର୍ତ୍ତମାନ ଗୋଟେ ତ୍ରିଶଙ୍କୁ ଅବସ୍ଥାରେ ଅଛି ଯେ ସମର୍ଥନ ଦେଲେ ସମାଲୋଚନାର ଶିକାର ହବ, ସମର୍ଥନ ନଦେଲେ ସମାଲୋଚନାର ଶିକାର ହବ। କିନ୍ତୁ ଯଦି ସମର୍ଥନ ନଦିଏ ସେଥିରେ ବିଜେଡି ପାଇଁ ଖସିଯିବାର ବାଟ ବେଶୀ ଅଛି। କାହିଁକି ନା ବିଜେଡି କହିବ କଣ ହେଲା, ଆନ୍ଦୋଳନ ତ ହେଲା, ସରକାର ତ ଏତେ ପଦକ୍ଷେପ ନେଇଛନ୍ତି, ସବୁ କଥାରେ କଣ ଅନାସ୍ଥା ପ୍ରସ୍ତାବ ସରକାରଙ୍କ ବିରୁଦ୍ଧରେ ଆଣିଯିବାଟା କଣ ଭଲ? ଏହା ଏହାର ଅର୍ଥ ଯେଉଁଠାରେ ନୁହେଁ ପ୍ରମାଣିତ ହବ ଯେ ବିଜୁ ଜନତା ଦଳର ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ମଧୁର ଏବେ ବି ରହିଛି। ଇଏ କେବଳ ଲୋକ ଦେଖାଣିଆ ହଁ ବିରୋଧ ମୁଁ ତ କିନ୍ତୁ ସେୟା କହିଲି ଯେ ଯଦି ସମର୍ଥନ ନ ଦିଏ ତାଙ୍କ କଂଗ୍ରେସ ପ୍ରସ୍ତାବକୁ, ଏଇ ପ୍ରକାର ସମାଲୋଚନା ମଧ୍ୟ ଫେସ୍ କରିବାକୁ ପଡିବ। କେତେ ସମାଲୋଚନା ଫେସ୍ କରିବାକୁ ପଡିବ ଯେ ସେମାନେ ସମର୍ଥନ ଦେଲେନି, କାହିଁକି ନା ଆଲୋଚନା ହେଲେ ତାଙ୍କ ସମୟରେ ଯୋଉ ଭୟଙ୍କର ସବୁ ଘଟଣା ସବୁ ହେଇଥିଲା, ମୋର ତାଙ୍କର ଘଟଣା ସବୁ ହେଇଥିଲା, ତାଙ୍କ ସମୟରେ ସରକାରଙ୍କୁ ଯୋଉ ପ୍ରକାର ସବୁ ସମାଲୋଚନା କରାହେଇଥିଲା, ସରକାରୀ ଦଳର ଲୋକମାନେ ତା ଦେହରେ ଇନଭଲ୍ଭ ଅଛନ୍ତି ବୋଲି ଯୋଉ ପ୍ରକାର ଅଭିଯୋଗ ହେଇଥିଲା, ସେ ପ୍ରକାର ଆଲୋଚନାରୁ ନିସ୍ତାର ପାଇବା ପାଇଁ ବର୍ତ୍ତମାନ କଂଗ୍ରେସକୁ ସେମାନେ ସମର୍ଥନ ଦଉନାହାନ୍ତି ବୋଲିକିରି କଂଗ୍ରେସ ଅଭିଯୋଗ କରିବ। ଆଜ୍ଞା ଅଭିଯୋଗଟା ଯୋଉ ଆପଣ କଥା ହଉଛି କଣ କି, ଆପଣ ସମର୍ଥନ ଦେଲେ ବି ସମାଲୋଚନାର ଶିକାର ହେବେ, ସମର୍ଥନ ନଦେଲେ ବି ଆପଣଙ୍କୁ ସମାଲୋଚନା କରାଯିବ। କଥା ହଉଛି କୋଉଥିରେ ବେଶୀ ସମାଲୋଚିତ ହେବେ, କୋଉଥିରେ କମ ସମାଲୋଚିତ କିନ୍ତୁ ହେବେ। ସମାଲୋଚନା କଂଗ୍ରେସ ଯେତେବେଳେ ଅନାସ୍ଥା ପ୍ରସ୍ତାବ ଭାରତୀୟ ଜନତା ପାର୍ଟିର ସରକାର ବିପକ୍ଷରେ ଆଣୁଛି ବିଧାନସଭାରେ, କିନ୍ତୁ ସମାଲୋଚନା କିନ୍ତୁ ବିଜୁ ଜନତା ଦଳକୁ ହବା ପାଇଁ ପଡିବ, ଏହା ତ ସ୍ପଷ୍ଟ ହୋଇଯାଉଛି ନା। ହଁ ହଁ ମୁଁ ସେୟା କହିଲି ପରା, ଆପଣ ସେ ପ୍ରସ୍ତାବକୁ ସମର୍ଥନ କଲେ ବିଜେଡି ସମାଲୋଚିତ ହବ, ସମର୍ଥନ ନ କଲେ ବି ସମାଲୋଚିତ ହବ। କିନ୍ତୁ କଥା ହଉଛି ବର୍ତ୍ତମାନ ସେମାନେ ଦେଖିବେ କୋଉଥିରେ କମ ସମାଲୋଚିତ ହେବେ ଆଉ କୋଉଥିରେ ବେଶୀ ସମାଲୋଚିତ ହେବେ। ସମାଲୋଚିତ ହେବେ, ଏଥିରେ ସନ୍ଦେହ ନାହିଁ। ଧନ୍ୟବାଦ କାହିଁକି ସାର୍, ନା ଆପଣ ଆମ ସହିତ ରହିଲେ ଏବଂ ଏ ବିଷୟରେ ପୁରା ଚର୍ଚ୍ଚା କଲେ।